ଯୋହନ 20। ରବିବାର ଦିନ ଅତି ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗ୍ଦଲିନୀ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ ସମାଧି ମୁହଁରୁ ପଥରଟି ଘୁଞ୍ଚା ଯାଇଛି। ସେ ଦୌଡ଼ି ଯାଇ ସିମୋନ ପିତର ଓ ଯୀଶୁଙ୍କର ସେହି ପ୍ରିୟ ଶିଷ୍ୟକୁ ଖବର ଦେଇ କହିଲେ, ପ୍ରଭୁଙ୍କୁ ସେମାନେ କବର ଭିତରୁ ନେଇଯାଇଛନ୍ତି, କେଉଁଠି ତାଙ୍କୁ ନେଇ ରଖିଛନ୍ତି ଆମେ ଜାଣିନାହୁଁ। ଏହା ଶୁଣି ପିତର ଓ ସେହି ଶିଷ୍ୟ ଦୁହେଁ ସମାଧି ଆଡ଼କୁ ଦୌଡ଼ିଲେ। ଅନ୍ୟ ଶିଷ୍ୟଟି ପିତରଙ୍କ ଠାରୁ ଅଧିକ ଦ୍ରୁତ ଗତିରେ ଯାଇ ସମାଧି ପାଖରେ ପ୍ରଥମେ ପହଞ୍ଚିଲେ। ସେ ନଇଁ ପଡ଼ି ଦେଖିଲେ ଯେଉଁ ଚାଦରରେ ଯୀଶୁଙ୍କ ଶରୀର ଗୁଡ଼ା ହୋଇଥିଲା ତାହା ସେଇଠି ପଡ଼ି ରହିଛି, କିନ୍ତୁ ସେ ସମାଧି ଭିତରକୁ ଗଲେ ନାହିଁ। ତାଙ୍କ ପଛେ ପଛେ ସିମୋନ ପିତର ଆସି ସିଧା କବର ଭିତରେ ପଶିଗଲେ। ସେ ଦେଖିଲେ ଯୀଶୁଙ୍କ ଶରୀରରେ ଗୁଡ଼ା ହୋଇଥିବା ଲୁଗା ସେହିପରି ଗୋଟିଏ ପାଖରେ ପଡ଼ିଛି ଓ ତାଙ୍କ ମୁଣ୍ଡରେ ବନ୍ଧା ଯାଇଥିବା କନାଖଣ୍ଡକ ମଧ୍ୟ ସେହିପରି ଅଲଗା ସ୍ଥାନରେ ରହିଛି। ଏହାପରେ ଅନ୍ୟ ଶିଷ୍ୟଟି ସମାଧି ଭିତରକୁ ଯାଇ ଏସବୁ ଦେଖି ବିଶ୍ୱାସ କଲା। କିନ୍ତୁ ସେତେବେଳେ ଏ ଦୁହେଁ ବୁଝିପାରି ନଥିଲେ ଯେ ଶାସ୍ତ୍ର ବଚନ ଅନୁଯାୟୀ ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେବେ। ସମାଧି ଦେଖିସାରି ଶିଷ୍ୟମାନେ ଘରକୁ ଫେରିଗଲେ। ବାହାରେ ମରିୟମ ଠିଆ ହୋଇ କାନ୍ଦିବାକୁ ଲାଗିଲେ। କାନ୍ଦି କାନ୍ଦି ସମାଧି ଭିତରକୁ ନଇଁ ପଡ଼ି ଦେଖିଲେ ଶୁକ୍ଳ ବସ୍ତ୍ର ପିନ୍ଧିଥିବା 2 ଜଣ ସ୍ୱର୍ଗଦୂତ ଯୀଶୁଙ୍କ ଶରୀର ଯେଉଁଠାରେ ରଖାଯାଇଥିଲା ସେଠାରେ ବସିଥିଲେ, ଜଣେ ମୁଣ୍ଡ ଆଡ଼େ ଓ ଅନ୍ୟ ଜଣେ ପାଦ ପଟେ। ସେମାନେ ପଚାରିଲେ, କାନ୍ଦୁଛ କାହିଁକି ମା? ମରିୟମ ଉତ୍ତର ଦେଲେ, ସେମାନେ ମୋ ପ୍ରଭୁଙ୍କୁ ନେଇଯାଇଛନ୍ତି, ମୁଁ ଜାଣେ ନାହିଁ ତାଙ୍କୁ କେଉଁଠି ରଖିଛନ୍ତି। ଏହା କହି ମରିୟମ ବୁଲି ପଡ଼ି ଦେଖିଲେ ତାଙ୍କ ପଛପଟେ ଯୀଶୁ ଠିଆ ହୋଇଛନ୍ତି, କିନ୍ତୁ ସେତେବେଳେ ସେ ତାଙ୍କୁ ଚିହ୍ନି ପାରି ନଥିଲେ। ଯୀଶୁ ପଚାରିଲେ, ତୁମେ କାହିଁକି କାନ୍ଦୁଛ? କାହାକୁ ଖୋଜୁଛ? ତାଙ୍କୁ ଉଦ୍ୟାନର ମାଳି ଭାବି ମରିୟମ କହିଲେ, ତୁମେ ଯଦି ତାଙ୍କୁ ନେଇଯାଇଛ, କେଉଁଠି ରଖିଛ ମୋତେ କୁହ, ମୁଁ ଯାଇ ତାଙ୍କୁ ନେଇ ଆସିବି। ଯୀଶୁ ତାଙ୍କୁ ଡାକିଲେ, ମରିୟମ। ମରିୟମ ତାଙ୍କ ଆଡ଼କୁ ଯାଇ କହିଲେ, ରାବୁନି। ହିବ୍ରୁ ଭାଷାରେ ଏହାର ଅର୍ଥ ଗୁରୁ। ଯୀଶୁ କହିଲେ, ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ ପିତାଙ୍କ ପାଖକୁ ଯାଇନାହିଁ। ମୋ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି। ଯୀଶୁ କିପରି ତାଙ୍କୁ ଦର୍ଶନ ଦେଇଥିଲେ ଓ କ'ଣ କ'ଣ କହିଥିଲେ ମଗ୍ଦଲିନୀ ମରିୟମ ଯାଇ ସମସ୍ତ କଥା ଶିଷ୍ୟମାନଙ୍କୁ ଜଣାଇଲେ। ସେହି ରବିବାର ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ଗୋଟିଏ ରୁଦ୍ଧ କୋଠରୀରେ ଏକତ୍ରିତ ହୋଇଥିଲେ। ହଠାତ୍ ଯୀଶୁ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ। ତୁମ୍ଭମାନଙ୍କର ଶାନ୍ତି ହେଉ କହି ଯୀଶୁ ତାଙ୍କର ହାତ ଓ ପାର୍ଶ୍ୱ ଦେଶ ଦେଖାଇଲେ। ପ୍ରଭୁଙ୍କୁ ଦେଖି ଶିଷ୍ୟମାନେ ଆନନ୍ଦରେ ଅଧୀର ହୋଇ ପଡ଼ିଲେ। ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ପିତା ଈଶ୍ୱର ମୋତେ ଯେପରି ପଠାଇଥିଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହିପରି ପ୍ରେରଣ କରୁଛି। ତାପରେ ସେ ସେମାନଙ୍କ ଉପରକୁ ନିଜର ନିଶ୍ୱାସ ଛାଡ଼ି କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ତୁମ୍ଭେମାନେ ମନୁଷ୍ୟମାନଙ୍କର ପାପ କ୍ଷମା କଲେ ଈଶ୍ୱର ମଧ୍ୟ ସେମାନଙ୍କୁ କ୍ଷମା କରିବେ। ଯାହାକୁ ତୁମ୍ଭେମାନେ କ୍ଷମା କରିବ ନାହିଁ, ସେ କ୍ଷମା ପାଇବ ନାହିଁ। ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେବାବେଳେ 12 ଶିଷ୍ୟମାନଙ୍କ ମଧ୍ୟରୁ ଥୋମା, ଯାହାଙ୍କର ଅନ୍ୟ ନାମ ଯମଜ, ଉପସ୍ଥିତ ନଥିଲେ। ଅନ୍ୟ ଶିଷ୍ୟମାନେ କହିଲେ, ଆମେ ପ୍ରଭୁଙ୍କୁ ଦେଖିଛୁ। ଥୋମା କହିଲେ, ତାଙ୍କ ହାତର କଣ୍ଟା ଚିହ୍ନ ନ ଦେଖିଲେ ଓ ତାଙ୍କ ପାର୍ଶ୍ୱର କ୍ଷତସ୍ଥାନ ସ୍ପର୍ଶ ନ କଲେ ଏ କଥା ମୁଁ ବିଶ୍ୱାସ କରିବି ନାହିଁ। ପୁନର୍ବାର ଏହାର ସପ୍ତାହକ ପରେ ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟ ଗୁଡ଼ିକ ବନ୍ଦ ହୋଇଥିଲା, କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ତାପରେ ସେ ଥୋମାଙ୍କୁ କହିଲେ, ଏଇଠି ଆଙ୍ଗୁଠି ଦିଅ, ମୋର ହାତ ଦେଖ, ତୁମ ହାତ ବଢ଼ାଇ ମୋର ଏଇ ପାର୍ଶ୍ୱକୁ ସ୍ପର୍ଶ କର। ଆଉ ସନ୍ଦେହ କର ନାହିଁ, ବିଶ୍ୱାସ କର। ଥୋମା ଉତ୍ତର ଦେଇ କହିଲେ, ମୋର ପ୍ରଭୁ, ମୋ ଈଶ୍ୱର। ଯୀଶୁ ତାଙ୍କୁ କହିଲେ, ମୋତେ ଦେଖି ତୁମେ ମୋତେ ବିଶ୍ୱାସ କରୁଛ, କିନ୍ତୁ ଯେଉଁମାନେ ମୋତେ ନ ଦେଖି ବିଶ୍ୱାସ କରିବେ ସେମାନେ ଧନ୍ୟ। ଶିଷ୍ୟମାନଙ୍କ ଉପସ୍ଥିତିରେ ଯୀଶୁ ଆହୁରି ଅନେକ ଅଲୌକିକ କାର୍ଯ୍ୟ ସାଧନ କରିଥିଲେ, ତାହା ଏ ପୁସ୍ତକରେ ଲେଖାଯାଇ ନାହିଁ। ଏତିକି କେବଳ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସିହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।